ଜାତୀୟ ଶିକ୍ଷାନୀତି 2020କୁ ଚଳିତ ବର୍ଷ ସମଗ୍ର ରାଜ୍ୟରେ ଲାଗୁ କରାଯିବା ପରେ ବିଦ୍ୟାଳୟଗୁଡ଼ିକରେ ପିଲାମାନଙ୍କର ନାମଲେଖା ସଂଖ୍ୟାରେ ଯଥେଷ୍ଟ ବୃଦ୍ଧି ଘଟିଛି। ଏହାସହ ଚଳିତ ବର୍ଷ ପ୍ରଥମ ଥର ପାଇଁ ବିଦ୍ୟାଳୟରେ ବାଲବାଟିକା ନାମଲେଖା ସହ ପ୍ରଥମ ଥର ପାଇଁ ପ୍ରବେଶ ଉତ୍ସବ ଏବଂ ଖଡ଼ିଛୁଆଁ ଉତ୍ସବ ମଧ୍ୟ ଅନୁଷ୍ଠିତ ହୋଇଥିଲା। ତେବେ ପିଲାମାନଙ୍କର ପାଠ ପଢ଼ିବା ପାଇଁ ଆଗ୍ରହ ସୃଷ୍ଟି କରିବାକୁ ଲକ୍ଷ୍ୟ ଓ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା ଉଦ୍ଦେଶ୍ୟରେ କରାଯାଇଥିବା କାର୍ଯ୍ୟକ୍ରମର ଯଥେଷ୍ଟ ପ୍ରଭାବ ସମ୍ବଲପୁର ଜିଲ୍ଲାରେ ପଡ଼ିଛି ବୋଲି ସମ୍ବଲପୁର ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ କୁମାର ଭୋଇ କହିଛନ୍ତି। ଆଜି ନିଜ କାର୍ଯ୍ୟାଳୟରେ ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି ଯେ ଏହିସବୁ ନିଆଯାଇଥିବା ପଦକ୍ଷେପ ଯୋଗୁଁ ସମ୍ବଲପୁର ଜିଲ୍ଲାରେ ଅଧିକ ସଂଖ୍ୟାରେ ଛାତ୍ରଛାତ୍ରୀଙ୍କ ନାମ ଲେଖା ହୋଇପାରିଛି। ଏଥିସହ ଜିଲ୍ଲାରେ ପିଲାଙ୍କ ନାମ ଲେଖା ପାଇଁ ହୋଇଥିବା ରେଜିଷ୍ଟ୍ରେସନରେ ମୋଟାମୋଟି ସବୁ ପିଲାମାନଙ୍କ ନାମ ଲେଖାଯାଇ ପାରିଥିବା ନେଇ ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି। ଜାତୀୟ ଶିକ୍ଷାନୀତି 2020 ଅନୁସାରେ ଆମର ନୂଆ ହେଇକରି ଶିଶୁ ବଟିକା ପ୍ରାରମ୍ଭ କରାଗଲା ଆମର ଇଏ ପ୍ରାଥମିକ ସ୍ତରରେ, ଯେଉଁଠିକି ଆଗରୁ କ୍ଲାସ୍ 1ର ପିଲାମାନଙ୍କୁ ଅଣାଯାଉଥିଲା। ଏବେ କ୍ଲାସ୍ 1 ପୂର୍ବରୁ ଶିଶୁ ବାଟିକା ଖୋଲାଗଲା ଏବଂ ଏହା ସାଙ୍ଗେ ସାଙ୍ଗେ କ୍ଲାସ୍ 1ରେ ମଧ୍ୟ ପିଲାମାନଙ୍କୁ ପ୍ରବେଶ ଉତ୍ସବ ଏବଂ ଖଡ଼ିଛୁଆଁ ଉତ୍ସବ ପାଳନ କରାଗଲା, ଯାହାଦ୍ୱାରା କି ଆଜି ସମ୍ବଲପୁର ଜିଲ୍ଲାରେ ଆମେ ଯେତିକି ପିଲାମାନଙ୍କୁ ତାଙ୍କର ପଞ୍ଜୀକରଣ କରିଥିଲୁ ସେହି ପିଲାମାନେ ଆଶାନୁରୂପେ ଆମର 99% ପିଲା ଏବେ ସୁଦ୍ଧା ସେମାନେ ଆଡ଼ମିସନ୍ କରିଗଲେଣି ଏବଂ ଏଥିପାଇଁ ମଧ୍ୟ ଆମର 9ଟା ବ୍ଲକରେ 9ଟା ରଥ ଶିକ୍ଷା ସଚେତନ ରଥ ଗଢ଼ିଥିଲା, ଯେଉଁଥିରେ କି ପ୍ରତ୍ୟେକ ଗାଁକୁ ଯାଇକରି ଆମେ ଅଭିଭାବକ ଅଭିଭାବିକା ଏବଂ ଯେଉଁମାନେ ଅଛନ୍ତି ପିଆର୍ଆଇ ମେମ୍ବର୍ସ ଗୁଡ଼ାକ ଅଛନ୍ତି, ଯେଉଁମାନେ ସେଇ ଗାଁର ସରପଞ୍ଚ ଅଛନ୍ତି କିମ୍ବା ଆପଣଙ୍କର ଶିକ୍ଷାବିତ୍ ଅଛନ୍ତି, ତାଙ୍କର ସହିତ ମଧ୍ୟ ଆଲୋଚନା କରିଥିଲେ। ତେଣୁ ଏହାର ପ୍ରଭାବ ଖୁବ୍ ପଡ଼ିଛି ଏବଂ ସମସ୍ତେ ଉତ୍ସାହିତ ଅଛନ୍ତି ଯେ ନୂଆ ଯେଉଁ ଜାତୀୟ ଶିକ୍ଷା ପ୍ରଣାଳୀ ରହିଛି ତାର ସୁଦୂର ପ୍ରସାରୀ ହୋଇପାରିବ ଏବଂ ସମ୍ବଲପୁର ଜିଲ୍ଲାରେ ଶିକ୍ଷାର ମାନ ବି ବୃଦ୍ଧି ହୋଇପାରେ ଏବଂ ଯେଉଁ ପିଲାମାନେ ରହିଯାଉଥିଲେ, ଯେଉଁ ପିଲାମାନେ କି ସ୍କୁଲକୁ ଆସୁନଥିଲେ, ସେମାନଙ୍କର ବି ଆଗ୍ରହ ଆମେ ଦେଖୁଛୁ ଯେ ସରକାରୀ ସ୍କୁଲକୁ ସେମାନେ ଆସୁଛନ୍ତି ଏବେ।